ପିଲାମାନେ କାଲି ତ ଆମେ ବିକାଶ ବିଷୟରେ ଆମେ ପୂର୍ବ ଭିଡ଼ିଓରେ ପଢ଼ିଥିଲେ। ଆଜି ଆମେ ବିକାଶର ନମୁନା ବା ଡେଭଲପମେଣ୍ଟ ମଡେଲ ବିଷୟରେ ପଢ଼ିବା। ଠିକ୍ ଅଛି, ତମେ ଏ ଭିଡ଼ିଓକୁ ଦେଖୁଥିବା ସଙ୍ଗେ ସଙ୍ଗେ ଗୋଟେ ପେନ୍ ଏବଂ ପେପର ଆଣିକି ତାକୁ କ'ଣ କରିବ, ନୋଟ୍ସ କରିଦେବ। ଏ ନୋଟ୍ସ ଗୁଡ଼ିକ କ'ଣ କରିବ, କାରଣ ଏଇ ନୋଟ୍ସ କୌଣସି ଚ୍ୟାନେଲରେ ତୁମେ ପାଇବନି, କେବଳ ଏଇ CSC ପାଠଶାଳାରେ ପାଇବ। ତେଣୁକରି ତମେ ପଢ଼ୁଥିବା ସମୟରେ, ଦେଖୁଥିବା ସମୟରେ ଗୋଟେ ନୋଟ୍ଟାକୁ କରିନେବ ଏବଂ ନୋଟ୍ଟାକୁ ବହୁତ କାମରେ ଆସିବ। ଏ ସର୍ଟ କ୍ୱେଶ୍ଚନ୍ ବହୁତ ବିଟ୍ କରିବ ଏଇ ନୋଟ୍ ହେଲା। ଠିକ୍ ଅଛି, ପ୍ରଥମେ ଦେଖିବା କ'ଣ ବିକାଶ ପ୍ରକାର ଭିତରେ ପୁଞ୍ଜିବାଦୀ ମୁକ୍ତ ବଜାର ଅର୍ଥନୀତିର ନମୁନା, କ୍ୟାପିଟାଲିଷ୍ଟ ଫ୍ରି ମାର୍କେଟ ଇକୋନୋମି ମଡେଲ। ଏଇଟା କ'ଣ ନା, ଏହା ଏକ ଅବାଧ ଲାଜେସଫେୟାର ଅର୍ଥନୀତି ବ୍ୟବସ୍ଥା ଯେଉଁଥିରେ ସରକାର ହସ୍ତକ୍ଷେପ ନ୍ୟୁନତମ, ବ୍ୟକ୍ତିଗତ ଉଦ୍ୟୋଗ, ମୁକ୍ତ ପ୍ରତିଯୋଗିତା, ବଜାର ନିୟମ ଅନୁସାରେ ଅର୍ଥନୀତି ଚାଲେ। ଏହାକୁ ଉଦାରୀକରଣ ମଧ୍ୟ କୁହାଯାଏ। ଏଇ ଦେଖ ଦି ତିନିଟା ଜିନିଷ ପିଲା, ଗୋଟେ ହେଲା ଏହା ଏକ ଅବାଧ ଲେଜେସଫେୟାର ଅର୍ଥନୀତି ବ୍ୟବସ୍ଥା ଯେଉଁଠି ସରକାର ହସ୍ତକ୍ଷେପ। ଏଇ ଲେଜେସଫେୟାର ଇକୋନୋମିଟା କ'ଣ ନା, ଏଠି ସରକାର କୌଣସି କଥାରେ ହସ୍ତକ୍ଷେପ କରିବେନି। ଅର୍ଥାତ୍ ଏଠି ସବୁ ଘରୋଇ କମ୍ପାନୀ ମାନେ ଉତ୍ପାଦନ କରିବେ, ସରକାର କ'ଣ କରିବେ, ଏଥିରେ କୌଣସି ସେମିତି କିଛି ହସ୍ତକ୍ଷେପ କରିବେନି ହେଲା। ଏବଂ ଏଗୁଡ଼ିକ ସେ ଦେଶରେ ଯେତିକି ଶିଳ୍ପ ଥିବ ପ୍ରାୟତଃ ବ୍ୟକ୍ତିଗତ ଉଦ୍ୟୋଗ ଏବଂ ଏଗୁଡ଼ିକ ମୁକ୍ତ ପ୍ରତିଯୋଗିତା, ଗୋଟେ ଶିଳ୍ପ ଆଉ ଗୋଟେ ଶିଳ୍ପ ସହିତ କ'ଣ କମ୍ପିଟିସନ କରିପାରେ। ଏବଂ ଏଇମାନଙ୍କ ଇଏ ଅନୁସାରେ କ'ଣ ହୁଏ, ବଜାର ନିୟମ ଅନୁସାରେ ଅର୍ଥନୀତି ଚାଲେ। ବଜାର ଯେମିତି ସେଇ ତାକେଇ ଦେଖିକି ମାନେ ପ୍ରଡକ୍ସନ କରିବେ, ଇକୋନୋମି ଚାଲିବ। ଏବଂ ଏଇଟା କୁହନ୍ତି ଉଦାରୀକରଣ। ମାନେ ଉଦାରୀକରଣ ମାନେ ଏଠି କିଛି ରେଷ୍ଟ୍ରିକ୍ସନ ନାହିଁ। ଠିକ୍ ଅଛି, ତାପରେ ଆମେ ଦେଖିବା ଗୁରୁତ୍ୱପୂର୍ଣ୍ଣ ସଂଜ୍ଞା ମୁକ୍ତ ବଜାର ଅର୍ଥନୀତି। ଏଠି ଚାହିଦା ଓ ଯୋଗାଣ ଦ୍ୱାରା ବଜାର ନିୟନ୍ତ୍ରିତ ହୁଏ, ସରକାର ହସ୍ତକ୍ଷେପ ଅଳ୍ପ। ଅର୍ଥାତ୍ ଏଠି ଗୋଟେ ମୁକ୍ତ ବଜାର ନୀତି ଚାଲେ, ଯେତେ ଚାହିଦା ସେଇ ଅନୁଯାୟୀ ଯୋଗାଣ ହବ। ଏବଂ ତା ସହିତ କ'ଣ ହବ, ଏଇ ଚାହିଦା ଯୋଗାଣ ନେଇ ବଜାର ନିୟନ୍ତ୍ରିତ ହୁଏ। ଯଦି ବଜାରରେ ଚାହିଦା ନାହିଁ, ଏମାନେ ଯୋଗାଣ ସପ୍ଲାଏ କରିବେ ନାହିଁ। ଆଉ ଯଦି ଚାହିଦା ଅଧିକା ଅଛି, ତାହେଲେ ଏମାନେ ସେଇ ଅନୁଯାୟୀ ଯୋଗାଣ କରିବେ। ଏବଂ ଏଠି ସରକାରର ହସ୍ତକ୍ଷେପ କିଛି ନାହିଁ। କୋଉଟାରେ, ଏଇ ଯୋଉ ମୁକ୍ତ ବଜାର ଅର୍ଥନୀତିରେ। ଆଉ ଏଠି କ'ଣ ହଉଛି, ବେସରକାରୀ ମାଲିକାନା, ପ୍ରାଇଭେଟ ଓନରସିପ ସବୁ ଚାଲେ। ଉତ୍ପାଦନ ସାଧନ ତମେ ଜାଣିଥିବ, ସାଧନ ହଉଛି କ'ଣ, ଲ୍ୟାଣ୍ଡ ଲେବର କ୍ୟାପିଟାଲ ଅର୍ଗାନାଇଜେସନ, ଏଇ ସବୁ ଅଛି। ଏଗୁଡ଼ିକ କ'ଣ ହୁଏ ନା, ବ୍ୟକ୍ତିଗତ ମାଲିକାନାରେ ରହେ। ହଉ, ଠିକ ଅଛି, ଆମେ ଦେଖିବା। ପ୍ରଥମେ ଦେଖିବା ମୁକ୍ତ ବାଣିଜ୍ୟ ପ୍ରତିଯୋଗିତା। ଏଇଟା କ'ଣ ନା, ଆନ୍ତର୍ଜାତୀୟ ବାଣିଜ୍ୟରେ କମ କଟକଣା, ମୁକ୍ତ ଆମଦାନୀ ରପ୍ତାନି। ତ ମୁକ୍ତ ବାଣିଜ୍ୟ ଯୋଉଠି ଚାଲିଥାଏ ସେଇଠି କ'ଣ ହେଇଥାଏ ନା, ଆନ୍ତର୍ଜାତିକ ବାଣିଜ୍ୟରେ କଟକଣା ସେଠି ନଥାଏ, ଆଉ ମୁକ୍ତ ଆମଦାନୀ ରପ୍ତାନି ହୋଇଥାଏ। ଏଠି ଫ୍ରି ଟ୍ରେଡ କମ୍ପିଟିସନ ହୁଏ। ଆଉ ବେସରକାରୀ ମାଲିକାନା କ'ଣ ନା, ବେସରକାରୀ ମାଲିକାନାରେ କାରଖାନା, ଜମି, ଯନ୍ତ୍ରପାତି ଆଦି ବ୍ୟକ୍ତି ବା କମ୍ପାନୀ ମାଲିକାନାରେ ଥାଏ। ଏସବୁ ପ୍ରାଇଭେଟ ଓନରସିପରେ ଥାଏ। ଆଉ କ'ଣ କରି ଗୋଟେ ଟର୍ମ ଅଛି ନା, ସ୍ୱାଧୀନ ଉଦ୍ୟୋଗ। ସ୍ୱାଧୀନ ଉଦ୍ୟୋଗ କ'ଣ ନା, କୌଣସି ଉଦ୍ୟୋଗ ଆରମ୍ଭ କରିବାରେ ବ୍ୟକ୍ତିର ସ୍ୱାଧୀନ ଇଚ୍ଛା ବା ସ୍ୱାଧୀନ ମତ। ଏଇଟା ହେଲା ସ୍ୱାଧୀନ ଉଦ୍ୟୋଗ, ଫ୍ରି ଏଣ୍ଟରପ୍ରାଇଜ। ତାପରେ ବିଦେଶୀ ପୁଞ୍ଜି ନିବେଶ। ଏଠି କ'ଣ, ବିଦେଶୀ କମ୍ପାନୀ ମାନଙ୍କୁ ନିବେଶ କରିବା ସୁଯୋଗ ଦିଆଯାଏ। ଅର୍ଥାତ୍ ବିଦେଶୀ କମ୍ପାନୀ ମାନେ କ'ଣ କରିବେ, ଏଠାରେ ପୁଞ୍ଜି ନିବେଶ କରିବେ। ଆଉ ଗୋଟେ କ'ଣ ରହିଛି ନା, ଆଧୁନିକ କୌଶଳ, ମଡର୍ଣ୍ଣ ଟେକ୍ନୋଲୋଜି। ତ ବିଦେଶୀ ଉନ୍ନତ ଟେକ୍ନୋଲୋଜି ଆମଦାନୀ କରାଯାଏ। ଏଥିରେ କ'ଣ କରାଯାଏ, ବିଦେଶରୁ ଯୋଉ ଟେକ୍ନୋଲୋଜି ଆମ ଦେଶରେ ନାହିଁ, ଆମେ ବିଦେଶରୁ ଆଣିବା, ବା ଯୋଉ ଦେଶର ନଥିବ ସିଏ ଆମ କତିରୁ ଦେବେ। ଏଇ ଟାଇପର କରାଯାଏ। ତାପରେ ଆମେ ଦେଖିବା ତମର ଗୋଟେ କନସେପ୍ଟ ମ୍ୟାପ୍ କରାଇ ଦେଖ, ପୁଞ୍ଜିବାଦୀର ନମୁନା, କ୍ୟାପିଟାଲିଷ୍ଟ ମଡେଲ। ଏଥିରେ କ'ଣ କରାଗଲା ନା, ଫ୍ରି ମାର୍କେଟ ବା ମୁକ୍ତ ବଜାର କ'ଣ କରାଗଲା ନା, ଏଠି ଚାହିଦା ଯୋଗାଣର ନିୟମ ରହିବ, ଯୋଉଠି କି କ'ଣ, ଚାହିଦା ଯୋଗାଣ ଦ୍ୱାରା ବଜାର କ'ଣ ହବ, ନିୟନ୍ତ୍ରିତ ହେବ। ତାପରେ ନେକ୍ସଟ ରହିବ କ'ଣ ନା, ବେସରକାରୀ ମାଲିକାନା। ଏଠି ସବୁ କମ୍ପାନୀ ଗୁଡ଼ିକ ପ୍ରାଇଭେଟ
ଓନରସିପରେ ରହିବ। ତାପରେ ଆଉ ଗୋଟେ କଣ କୁହାଗଲା ନା ସରକାରୀ ହସ୍ତକ୍ଷେପ କମ। ଯେକୌଣସି କମ୍ପାନୀ ହଉ ଯାହା ହଉ ଚାଲିବ, ସରକାର ଏଠି କୌଣସି ପ୍ରକାର ହସ୍ତକ୍ଷେପ କରିବେନି। ବହୁତ କମ ହସ୍ତକ୍ଷେପ ସେମାନଙ୍କ ରହିଛି। ତାପରେ ଲିବରାଇଜେସନ ବା ଉଦାରୀକରଣ, ଏଠାରେ ଯେକୌଣସି ଜିନିଷ ଚାଲିବ ଲିବରାଲ ୱେରେ ଚାଲିବ, କୌଣସି ରେଷ୍ଟ୍ରିକ୍ସନ ନାହିଁ। ରେଷ୍ଟ୍ରିକ୍ସନ ବହୁତ କମ, ନାମକୁ ମାତ୍ର। ବର୍ତ୍ତମାନ ଦେଖିବା ଏଇ ଯୋଉ ଲେଜିସ୍ଫେୟାର ଶବ୍ଦର ଅର୍ଥ କଣ? ଲେଜିସ୍ଫେୟାର ଅର୍ଥ ହଉଛି ଛାଡି ଦିଅ। କଣ ଛାଡିଦବା? ନା ସରକାର କଟକଣାରୁ ଛାଡିଦବା। ସରକାରୀ କଟକଣା ରହିବନି, ଯାହା ଫଳରେ ଅର୍ଥନୀତି, ସରକାର ଅର୍ଥନୀତିକୁ ଟୋଟାଲ ସେ କଣ କରନ୍ତି? ଛାଡି ଦିଅନ୍ତି ହେଲା। ଆଉ ଏତେ କଟକଣା ରୁହେ ନାହିଁ। ତାପରେ ଆମେ ଦେଖିବା ବଜାର ମୂଲ୍ୟ ଚାହିଦା ଯୋଗାଣ ଉପରେ ନିର୍ଭର କରେ। ଅର୍ଥାତ୍ ବଜାରରେ ଯଦି କୌଣସି ଦ୍ରବ୍ୟର ଅଧିକ ଚାହିଦା ଅଛି, ତାକୁ କଣ କରାଯିବ? ଅଧିକ ସପ୍ଲାଏ କରାଯିବ। କାରଣ ଏମାନେ ସବୁ ପ୍ରାଇଭେଟ କମ୍ପାନୀ ନା, ସେମାନେ ଚାହିଁବେ ଅଧିକ ଲାଭ କରିବେ। ଅଧିକ ଲାଭ କେମିତି କରିବେ? ନା ଯେତେବେଳେ ବଜାରରେ ଚାହିଦା ଥିବ ସେତେବେଳେ ଅଧିକ ଯୋଗାଣ କରିବେ। ଉଦାହରଣ କଣ? ଏଇ ଯୋଉ କ୍ୟାପିଟାଲିଷ୍ଟ ଇକୋନୋମି ବା ତମର ଲେଜେସ୍ଫେୟାର ଇକୋନୋମି ଯୋଉଟା ଚାଲିଛି, ସେଇଟା କଣ? ନା ଆମେରିକା ଆଉ ୟୁରୋପୀୟ ରାଷ୍ଟ୍ର, ଏଇମାନେ ହଉଛନ୍ତି କଣ? ନା ଏହାର ଗୋଟେ ଗୋଟେ ବଳିଷ୍ଠ ଉଦାହରଣ। ଏବଂ ସୁବିଧା ଏଠି କଣ? ନା ଏଠି ଦ୍ରୁତ ବିକାଶ ହୁଏ, ନବୀକରଣ ହୁଏ, ପ୍ରତିଯୋଗିତା ହୁଏ। କିନ୍ତୁ ଅସୁବିଧା କଣ? ଆୟର ଅସମାନତା। ଯଦି ଯିଏ ଧନୀ ଅଛି ସେ ଧନୀ, ଯିଏ ଗରିବ ଅଛି ଗରିବ। ଆଉ ବେକାରୀ ବଢିବେ। ବେକାରଟା ବଢିବ କାରଣ ଏଠି ଯୋଉ ସଂସ୍ଥା ଗୁଡିକ ହବ, ସେଗୁଡିକ ସବୁବେଳେ କଣ? ନା ପ୍ରଫିଟ ଓରିଏଣ୍ଟେଡ ହେବେ। ପ୍ରଫିଟ ଓରିଏଣ୍ଟେଡ ବୋଇଲେ ଯଦି ପ୍ରଫିଟ ହଉଛି ଚଲେଇବେ, ନହେଲେ ବନ୍ଦ କରିଦେବେ। ଯାହା ଫଳରେ କଣ ହୁଏ? ପ୍ରଡକ୍ସନ ନାହିଁ ମାନେ ସେ କଣ କରିବେ? ଉତ୍ପାଦନ ନାହିଁ ମାନେ ଲୋକଙ୍କୁ ଚାକିରିରୁ କାଢିଦେବେ। ତେଣୁ ବେକାରୀ ଏଠି ବଢନ୍ତି ହେଲା। ଠିକ ଅଛି। ଆଉ ତାପରେ ଦେଖିବା କଣ? ଆମେ ଏଇ ବିଷୟ ଭିତରେ ବେଳେବେଳେ ଆମକୁ କିଛି ବେଳେବେଳେ କନଫ୍ୟୁଜ ସୃଷ୍ଟି ହୁଏ। ସେ କନଫ୍ୟୁଜ କଣ? ମୁଁ ତମକୁ ବାଛିକି ଦୁଇଟା କାଢି ଦେଇଛି, ଦେଖ। ମୁକ୍ତ ବଜାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣହୀନ ଭାବିବା। ଆମେ ଭାବିବା ଯେ ମୁକ୍ତ ବଜାର, ଏଠି ସରକାର ଟୋଟାଲ ହସ୍ତକ୍ଷେପ। ନା ନା, ସେମିତି ନୁହେଁ। କିଛି କିଛି ନିୟମ ରହିବ। ଆଉ କଣ ଭାବୁ? ନା ଉଦାରୀକରଣ ମାନେ ପୂର୍ଣ୍ଣ ବିଦେଶୀ ଆଧିପତ୍ୟ ଭାବିବା। ଆମେ ଭାବୁ ଯେ ଉଦାରୀକରଣ ମାନେ ପୁରା ବିଦେଶରୁ ଆସିବେ, ପୁରା ଇନଭେଷ୍ଟ କରିବେ। ନା ସେମିତି ନୁହେଁ। ଗୋଟେ କଣ? ନା ନିୟମିତ ବିଦେଶୀ ପୁଞ୍ଜି ନିବେଶ ହବ। ତା ମାନେ ନା ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ଭାବେ ବିଦେଶୀ ମାନେ ଆସିକି ଏଠି ପୁଞ୍ଜି ନିବେଶ କରିବେ। ହଉ, ଆମେ ଦେଖିବା ସାମାଜିକ ନମୁନା ଭିତରେ। ଦେଖିବା ସାମାଜିକ ନମୁନା ଭିତରେ ଆମେ ସରଳ ବ୍ୟାଖ୍ୟା କରିବା। ପୁଞ୍ଜିବାଦୀ ର ବିପରୀତ ନମୁନା। ଏଥିରେ ଉତ୍ପାଦନ ସାଧନ, କାରଖାନା, ଖଣି, ଜମି ଏସବୁ ରାଷ୍ଟ୍ର ମାଲିକାନା ରହିବ। ସମାଜର ସମସ୍ତଙ୍କ କଲ୍ୟାଣ କରିବା ଏହା ଲକ୍ଷ୍ୟ ରହିବ। ଏଇଟା ହଉଛି କଣ? ନା ସାମାଜିକ ନମୁନା। ଏଇ ଯୋଉ ସାମାଜିକ ନମୁନା ଆମେ ଦେଖିଲେ, ଏଠି କଣ ହଉଛି? ସେଠି ଥିଲା କଣ? ନା ରାଷ୍ଟ୍ର ନିୟନ୍ତ୍ରଣ ରହିବନି, କିନ୍ତୁ ଏଠି ରାଷ୍ଟ୍ରରେ ସବୁଗୁଡା ରାଷ୍ଟ୍ର ମାଲିକାନା, ଯେତିକି କଳକାରଖାନା ସବୁ ସବୁ ରାଷ୍ଟ୍ର ମାଲିକାନା ରହିବ। ଏଠି ଦି ପ୍ରକାର, ଗୋଟେ ମାର୍କ୍ସବାଦୀ ନମୁନା ଅଛି, ଆଉ ଗୋଟେ ଗଣତାନ୍ତ୍ରିକ ସମାଜବାଦୀ ନମୁନା ଅଛି। ତ ମାର୍କ୍ସବାଦୀ ନମୁନାଟା କଣ? ନା ବିପ୍ଳବ ଦ୍ଵାରା ପରିବର୍ତ୍ତନ। ଏମାନେ ବିପ୍ଳବ ଦ୍ଵାରା ଜୋର ଜବରଦସ୍ତି ପରିବର୍ତ୍ତନ କରେଇବେ। ଆଉ ଗଣତାନ୍ତ୍ରିକ ସମାଜବାଦୀ ନମୁନା କଣ? ନା ସାମ୍ବିଧାନିକ ଶାନ୍ତିପୂର୍ଣ୍ଣ ଭାବରେ ଇଏ ପରିବର୍ତ୍ତନ କରିବେ ହେଲା। ମାନେ ଇଲେକ୍ସନ ହବ, ନିର୍ବାଚନ ହବ, ସରକାର ହବ, ସରକାର ଦ୍ଵାରା। କିନ୍ତୁ ଏଇ ସବୁ କଣ କରିବ? ନା ଏଇ ସମାଜବାଦୀ ଇଏ ଆଇଡିଓଲୋଜିକୁ ସପୋର୍ଟ କରିବ। କିନ୍ତୁ ଏଠି ଜୋର ଜବରଦସ୍ତି କରାଯିବ ହେଲା। ଠିକ ଅଛି। ତାପରେ ଆମେ ଦେଖିବା କେତେକ ସିଦ୍ଧାନ୍ତ ଏବଂ ତାର ବ୍ୟାଖ୍ୟା, ସେ ବିଷୟରେ ଆମେ ଜାଣିବା। ଐତିହାସିକ ବସ୍ତୁବାଦ, ଇଏ କଣ? ନା ଇତିହାସର ଅର୍ଥନୀତି କାରକ ଦ୍ଵାରା ଚାଳିତ। ଯୋଉଠି ଅର୍ଥନୀତିର କାରକ ଦ୍ଵାରା ଚାଳିତ, ତାକୁ ଐତିହାସିକ ବସ୍ତୁବାଦ କୁହାଯାଏ। ଶ୍ରେଣୀ ସଂଘର୍ଷ କଣ? ନା ସମାଜରେ କୃଷକ ଅର୍ଥାତ ପୁଞ୍ଜିପତି ଏବଂ ଶୋଷିତ ୟାଙ୍କ ଭିତରେ ଚାଲିଥିବା ସଂଘର୍ଷକୁ ଆମେ କଣ କହୁ? ନା ଶ୍ରେଣୀ ସଂଘର୍ଷ। ଅର୍ଥାତ ସବୁବେଳେ ପୁଞ୍ଜିପତି ମାନେ ଏବଂ ଶ୍ରମିକ ମାନଙ୍କ ଭିତରେ କଣ ହେଇଥାଏ? ନା ନା ସଂଘର୍ଷ ଚାଲିଥାଏ, କିଏ ଅଧିକ ଶକ୍ତିଶାଳୀ ହବ ହେଲା। ତାପରେ ଉଦ୍ଭିଦ ମୂଲ୍ୟ, ଗୋଟେ ହଉଛି ସରପ୍ଲସ ଭ୍ୟାଲୁ। କଣ? ନା ଶ୍ରମିକ ଶ୍ରମରୁ ଅଧିକ ମୂଲ୍ୟର ମୂଲ୍ୟ ପୁଞ୍ଜିପତି ନେବା, ତା ହଉଛି କଣ? ନା ଉଦ୍ଭିଦ ମୂଲ୍ୟ ବା ସରପ୍ଲସ ଭ୍ୟାଲୁ କୁହାଯାଏ। ଅର୍ଥାତ ଯଦି ଗୋଟେ ଶ୍ରମିକ ଯେତିକି ଟଙ୍କା, ମନେକର 5,000 ଟଙ୍କାର ପ୍ରଡକ୍ସନ କଲା, 5,000 ଟଙ୍କା ପ୍ରଡକ୍ସନ କରିବା ଯେତିକି ମଜୁରୀ, ଯଦି ତାଠାରୁ କମ ଦିଆଯାଏ, ତାହେଲେ ସେଇଟା ଆମେ କହିବା ସରପ୍ଲସ ଭ୍ୟାଲୁ। ଏଠି ଶ୍ରମିକଙ୍କର ଶ୍ରମରୁ ସୃଷ୍ଟିରୁ ଅଧିକ ପୁଞ୍ଜିପତି ନେଇଯିବ। ତାର ଯେତିକି ହଉଛି ପ୍ରାପ୍ୟ, ତାଠାରୁ ସେ କଣ କରେ? ତାକୁ କମ ଦେଇକି ସେ ଅଧିକ ପଇସା ନେଇଯାଏ। ଏଇଟା ହଉଛି ସରପ୍ଲସ ଭ୍ୟାଲୁ। ଆଉ ଗୋଟେ କଣ? ନା ବିପ୍ଳବ। ଶ୍ରେଣୀ ସଂଘର୍ଷ ଚରମ ରୂପ ନେଲେ ବିପ୍ଳବ, ମାନେ ଏଇ ଯୋଉ ପୁଞ୍ଜିପତି ଆଉ ଶ୍ରମିକ ମାନଙ୍କ ଭିତରେ ଯଦି ବିପ୍ଳବ, ଚରମ ପରିସ୍ଥିତି ସୃଷ୍ଟି ହୁଏ, ତାହେଲେ ସେଇଟା କଣ କୁହାଯିବ? ନା ଶ୍ରେଣୀ ସଂଘର୍ଷ। ଆଉ ଗୋଟେ ସର୍ବହରା ଏକଛତ୍ରବାଦ। ବିପ୍ଳବ ପରେ ଶ୍ରମିକ ଶ୍ରେଣୀର ଅସ୍ଥାୟୀ ଶାସନ। ଯେତେବେଳେ ବିପ୍ଳବ ହବ,
ଏମାନେ କଣ କରିବେ? ଶାସନ ସେମାନଙ୍କ କତିରୁ ଛଡେଇ ଆଣିବେ। କୋଉମାନେ? ଶ୍ରମିକ ମାନେ। ଏବଂ ସେମାନେ ଯୋଉ ଅସ୍ଥାୟୀ କିଛି ଦିନ ପାଇଁ ଶାସନ କରିବେ ସେଇଟାକୁ କୁହନ୍ତି ସର୍ବରା ଏକଛତ୍ରବାଦ। ଆଉ କଣ ରହିଲା? ନା ଶ୍ରେଣୀ ବିହୀନ ସମାଜ। ତ ଚରମ ଲକ୍ଷ୍ୟ ହଉଛି ଶ୍ରେଣୀ ଏବଂ ରାଷ୍ଟ୍ରହୀନ ସମାଜ। ମାନେ ସମାଜରେ କୌଣସି ଶ୍ରେଣୀ ରହିବେନି, ଉଚ୍ଚ ନିଚ କିଛି ରହିବେନି, ନା ଏଠି କ୍ଲାସ ରହିବ ନା ଏଠି ଷ୍ଟେଟଲେସ୍ ରହିବ, ସୁସାଇଡ୍ ହବ। ବୁଝିପାରିଲ ନା ନାହିଁ? ଇଏ ହେଲା ଶ୍ରେଣୀହୀନ ସମାଜ। ଆମେ ଦେଖିବା ତାପରେ ଆଉ ଗୋଟେ ପ୍ରକାର ଦେଖିବା ଗଣତାନ୍ତ୍ରିକ ସମାଜବାଦୀ ନମୁନା। ଏଥିରେ କଣ ଅଛି? ନା ସମ୍ବିଧାନ ବାଟେ ପରିବର୍ତ୍ତନ ହବ। ମୁଁ ଯୋଉ କଥା କହିଲି ଏଠି ଆଉ ବିପ୍ଳବ ହବନି, ସମ୍ବିଧାନ ବାଟେ ଅର୍ଥାତ୍ ନିର୍ବାଚନ ହବ, ଲୋକ ପ୍ରତିନିଧି ଚୟନ ହେବେ, ସରକାର ଗଠନ ହବ ଏବଂ ସେଇ ସରକାର ଚେଞ୍ଜ କରିବ ଏଇ ନୀତି ଗୁଡିକ। ଏଠି ଗଣତନ୍ତ୍ର ସମାଜବାଦର ମିଶ୍ରଣ। ଏଠି ଥାଏ ଗଣତନ୍ତ୍ର ଏବଂ ସମାଜ ଉଭୟ ମିଶିକି, କାରଣ ଗଣତନ୍ତ୍ର ଉପାୟରେ ସବୁ କିଛି ହବ। ତାପରେ ବ୍ୟକ୍ତି ସମାଜର କଲ୍ୟାଣ ଉପରେ ଗୁରୁତ୍ୱ। ଏଠି ବ୍ୟକ୍ତି ଏବଂ ସମାଜ ଉଭୟର କଲ୍ୟାଣ କିପରି ହବ ସେଥିରେ ଗୁରୁତ୍ୱ ଦିଆଯାଏ। ହେଲା, ଉଦାହରଣ ହଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କର ଦର୍ଶନ ଆଉ ସ୍କାଣ୍ଡିନେଭିଆନ ଦେଶ ବା ସ୍ୱେଡେନ ନରୱେ ଦେଶର ଏଇ ସବୁ କଣ ଚାଲିଥାଏ? ସମାଜବାଦ ଗଣତନ୍ତ୍ର ଚାଲିଥାଏ। ହଉ ଠିକ ଅଛି, ଆମେ ଦେଖିବା ବର୍ତ୍ତମାନ ଦେଖିବା ମାର୍କ୍ସବାଦୀ। ମାର୍କ୍ସବାଦୀ କେମିତି ହେଲେ? ନା ବିପ୍ଳବ। ପ୍ରଥମେ ବିପ୍ଳବ ହେଲା ପରେ ଶ୍ରମିକ ମାନଙ୍କ ଦ୍ୱାରା ଶାସନ ହେଲା। ଶ୍ରମିକ ମାନଙ୍କ ଶାସନ ହେଲେ ସେମାନେ କଣ କରିଦେଲେ? ସମାଜକୁ ଶ୍ରେଣୀବିହୀନ ସମାଜ କରିଦେଲେ। ଏଠି ଧନୀ ଗରିବ କେହି ରହିବେନି, ସବୁ ସମାନ ରହିବେ। କୌଣସି କଣ କରିପାରିବେ? ମାନେ ଏଇ ଯୋଉ କଳକାରଖାନା ସବୁ କିଛି ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ ହବ, ଏଠି ବ୍ୟକ୍ତିଗତ କିଛି ରହିବନି। ତାପରେ ଦେଖ ଆଉ ଗୋଟେ ହେଲା ଗଣତାନ୍ତ୍ରିକ ସମାଜବାଦୀ। ଏଠି କଣ ହୁଏ? ନା ପ୍ରଥମେ ସମ୍ବିଧାନକୁ ରେସ୍ପେକ୍ଟ ଦେବ, ସମ୍ବିଧାନ ଅନୁଯାୟୀ ଯାହା ହବା କଥା ହବ, ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହବ, ସରକାର ପରିବର୍ତ୍ତନ ଲୋକମାନେ କରିବେ ଇଏ କରି ନିର୍ବାଚନ କରି। ଆଉ ଏଠି କଣ ହବ? ଗଣତନ୍ତ୍ର ସହିତ ସମାଜବାଦ କଣ ହବ? ଉଭୟ ତିଷ୍ଠିକି ରହିବ। ହଉ ଠିକ ଅଛି। ମାର୍କ୍ସବାଦର ମୂଳ ମନ୍ତବ୍ୟ ହଉଛି ଦୁନିଆର ଶ୍ରମିକ ଗଣ ଏକତ୍ର ହୁଅ, ମାନେ ଅର୍ଥାତ୍ ଶ୍ରମିକ ମାନଙ୍କ ଦ୍ୱାରା ଏକତ୍ରିତ ହୋଇ ଶ୍ରମିକ ମାନଙ୍କ ଦ୍ୱାରା ଶାସନ କାର୍ଯ୍ୟ କରାଯିବ। ଆଉ କଣ? ନା ଶ୍ରେଣୀ ସଂଘର୍ଷ ସମାଜର ପରିବର୍ତ୍ତନର ଚାଳକ ଶକ୍ତି। ଯେତେବେଳେ ସମାଜରେ ଶ୍ରେଣୀ ସଂଘର୍ଷ ହୁଏ, ଯେତେବେଳେ ଗୋଟେ କଣ ସାଧାରଣ ଶ୍ରେଣୀଟି ଶ୍ରମିକ ଶ୍ରେଣୀଟି ଜିତିଯାଏ, ସେତେବେଳେ କଣ ହୁଏ? ସମାଜର ପରିବର୍ତ୍ତନ ଆସେ। ତାପରେ କହୁଛି ଗଣତାନ୍ତ୍ରିକ ସମାଜବାଦର ଭାରତର ପଞ୍ଚବାର୍ଷିକ ଯୋଜନାର ଆଧାର। ଦେଖ ଏଇ ଗଣତାନ୍ତ୍ରିକ ସମାଜବାଦ ଭାରତରେ ମୁଁ କହିଛି ଏଇ ପଣ୍ଡିତ ନେହେରୁଙ୍କର ଦର୍ଶନ ରେ କଣ ହଉଛି? ଭାରତରେ ଗଣତାନ୍ତ୍ରିକ ସମାଜବାଦ ଚାଲିଛି, ଯୋଉଟାରେ କି କଣ ହୁଏ? ନା ଭାରତର ଗଣତାନ୍ତ୍ରିକ ସମାଜବାଦରେ ପଞ୍ଚବାର୍ଷିକ ଯୋଜନାର କଣ କରାହେଇଥିଲା? ଆରମ୍ଭ କରାଯାଇଥିଲା। ସିଏ କଣ ତତ୍କାଳୀନ ସୋଭିଏତ ରୁଷର ମାର୍କ୍ସବାଦୀ ଏବଂ ଭାରତର ମିଶ୍ର ଅର୍ଥନୀତି ମଧ୍ୟରେ ଗଣତାନ୍ତ୍ରିକ ସମାଜବାଦ କଣ ହେଇଥିଲା? ପ୍ରତିଷ୍ଠା ହେଇଥିଲା। ତ ଭାରତ ଏଇ କଣ କରିଥିଲା? ତତ୍କାଳୀନ ରୁଷିଆର ଯୋଉ ମାର୍କ୍ସବାଦୀ ତାଙ୍କର ଯୋଉ ସମାଜବାଦ ଚାଲିଥିଲା ଏବଂ ଭାରତ ତ ସ୍ୱାଧୀନ ହେଲା ପରେ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା, କିନ୍ତୁ ଗଣତନ୍ତ୍ର ସହିତ ସମାଜବାଦ ଉଭୟକୁ ମିଳିତ ଭାବରେ କଣ କରାଯାଇଥିଲା? ଭାରତ ସମ୍ବିଧାନରେ ସ୍ଥାନ ଦିଆଯାଇଥିଲା। ଓ ଠିକ ଅଛି, ଗୋଟେ ମନେ ରଖିବା ପାଇଁ ଗୋଟେ ଟ୍ରିକ୍ସ କହୁଛି। ମାର୍କ୍ସ ଅର୍ଥାତ୍ କଣ? ବିପ୍ଳବ ଏବଂ ଗଣତନ୍ତ୍ରର ଅର୍ଥ ହଉଛି ସମ୍ବିଧାନ। ହେଲା, ଏଇ ଦିଟାକ ଜିନିଷକୁ ତମେ ଅର୍ଥ ନୁହେଁ, ମାର୍କ୍ସ ଯୋଉଠି ଆସିବ ସେଇଠି ମନେ ରଖିବ ସେଇଠି ବିପ୍ଳବ ଅଛି, ଆଉ ଗଣତନ୍ତ୍ର ଯୋଉଠି ଅଛି ସେଇଠି କଣ ଅଛି? ନା ସମ୍ବିଧାନ ଅଛି। ଏଇ ଦିଟା ଜିନିଷକୁ ତମେ କଣ କରିବ? ମନେ ରଖିବ। ତାପରେ ଆମେ ଦେଖିବା ଶ୍ରେଣୀ ସଂଘର୍ଷର ସୂତ୍ର। କଣ କଣ ପାଇଁ ଶ୍ରେଣୀ ସଂଘର୍ଷ ହୁଏ? ନା ପୁଞ୍ଜିପତି ଏବଂ ଶ୍ରମିକ ମାନଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ହୁଏ। ସଂଘର୍ଷରୁ ବିପ୍ଳବ ହବ, ବିପ୍ଳବ ହେଇସାରିଲା ପରେ କ୍ଷମତାର ହସ୍ତାନ୍ତର ହବ। ତାପରେ ଦେଖ ମିଶ୍ର ଅର୍ଥନୀତି। ଦେଖ ଏଠି ପୁଞ୍ଜିବାଦ ଏବଂ ସମାଜବାଦର ମିଶ୍ରଣ। କେତେକ ଉଦ୍ୟୋଗ ସରକାରୀ କ୍ଷେତ୍ରରେ ଥିବା ବେଳେ କେତେକ ଉଦ୍ୟୋଗ ବେସରକାରୀ କ୍ଷେତ୍ରରେ ଚାଲେ। ଭାରତ ଏକ ଜ୍ୱଳନ୍ତ ଉଦାହରଣ। ଦେଖ ଭାରତରେ ଯେମିତି ରେଲୱେ ଗୋଟେ ସରକାରୀ ଉଦ୍ୟୋଗ ଏବଂ ଟାଟା ରିଲାଏନ୍ସ ଯେମିତି ଗୋଟେ କଣ? ବେସରକାରୀ ଉଦ୍ୟୋଗ। ଅର୍ଥାତ୍ ଏଠାରେ ସରକାରୀ ବେସରକାରୀ ଉଭୟ ଚାଲୁଅଛି। ତେଣୁକରି ଏଇଟା ଗୋଟେ ମିଶ୍ର ଅର୍ଥନୀତିର ବେଷ୍ଟ ଉଦାହରଣ ହଉଛି ଭାରତ। ତାପରେ ଆମେ ଦେଖିବା ପ୍ରମୁଖ ବୈଶିଷ୍ଟ୍ୟ କଣ ଅଛି? ନା ଉଭୟ ସରକାରୀ ବେସରକାରୀ କ୍ଷେତ୍ର କୋଉଠି ଥାଏ? ଏଇ ମିଶ୍ର ଅର୍ଥନୀତିରେ ଥାଏ। ଯେମିତି ରେଳ, ଡାକ ଏଇ ସବୁ ସରକାରୀ ଉଦ୍ୟୋଗ ଥିଲାବେଳେ ଟାଟା, ବିର୍ଲା ଏସବୁ କଣ ଅଛି? ନା ବେସରକାରୀ ଉଦ୍ୟୋଗ। ଏଠି ପବ୍ଲିକ ସହିତ, ପବ୍ଲିକ ମାନେ ସରକାରୀ ଆଉ ପ୍ରାଇଭେଟ ସେକ୍ଟର ଗୁଡିକ କାମ କରିଥାଏ। ତାପରେ ଅର୍ଥନୈତିକ ଯୋଜନା ଏଠି କଣ ହୁଏ? ପଞ୍ଚବାର୍ଷିକ ଯୋଜନା ମଧ୍ୟ ବିକାଶ କରାଯାଏ, ଗୋଟେ ପ୍ଲାନିଂ କରାଯାଏ। କୋଉଠି? ଅର୍ଥନୈତିକ ଯୋଜନା ଗୋଟେ ପ୍ଲାନିଂ କରାଯାଏ ଏ ମିଶ୍ର ଅର୍ଥନୀତିରେ। ଆଉ କଣ? ସେବା ଲାଭ ସରକାରୀ କ୍ଷେତ୍ରରେ
ସେବା ଦିଆଯାଏ ବେସରକାରୀ କ୍ଷେତ୍ରରୁ ଲାଭ ଲକ୍ଷ୍ୟ କରେ। ଠିକ ଅଛି। ତ ସରକାରୀ କ୍ଷେତ୍ର ତାର ମୁଖ୍ୟ ଉଦ୍ଦେଶ୍ୟ ସେବା ପ୍ରଦାନ କରିବା, ଲାଭ କରିବା ନୁହେଁ। ସେଇଥିପାଇଁ ଦେଖିବ ରେଲୱେର ଟିକଟର ରେଟ୍ ବହୁତ କମ, ସେ ତୁଳନାରେ ବସ୍ ବା ଅଲଗା କୌଣସି ଇଏରେ କଣ ଅଧିକା ପଇସା ପଡେ। କାହିଁକି ନା ସରକାର ଏଠି ଲସ୍ରେ ହେଲେ ବି ସରକାର ଗୋଟେ ସେବା ଦେବା ଉଦ୍ଦେଶ୍ୟରେ କଣ କରିବ ନା ଏଇ ସବୁ ଜିନିଷ କରିଥାଏ। ଯେମିତି ତମର ଲକ୍ଷ୍ମୀ ବସ୍ 5 ଟଙ୍କାରେ, କିନ୍ତୁ ଅନ୍ୟ ବସରେ 20 ଟଙ୍କା 25 ଟଙ୍କା ପଡୁଛି ସେଇ ସମାନ ବାଟକୁ। କାହିଁକି ନା ଏଠି ସରକାର ସେବା ଦେବା ଉଦ୍ଦେଶ୍ୟରେ କରିଥାଏ, ଆଉ ବେସରକାରୀ ଯୋଉ ଗୁଡା ଅଛି ସିଏ ସବୁ ଲାଭ କରିବା ଉଦ୍ଦେଶ୍ୟରେ ଥାଏ। ହଉ ଠିକ ଅଛି। ଭାରତୀୟ ପରିପ୍ରେକ୍ଷୀରେ ଆମେ ଦେଖିବା ଯୋଜନା ଆୟୋଗ, ବର୍ତ୍ତମାନ ସେଟା ଆଉ ଯୋଜନା ଆୟୋଗ ନାହିଁ, ନୀତି ଆୟୋଗରେ ପରିଣତ ହେଇଛି, ନୀତି ଆୟୋଗ। ତାପରେ ଦେଖିବା ଉଦାହରଣ ଦେଖିବା କଣ ଏଇ ଯୋଉ ମିଶ୍ର ଅର୍ଥନୀତିରେ ଗୋଟେ ହେଲା ରେଳବାଇ, ଯୋଉଟା କି ସରକାରୀ ଉଦ୍ୟୋଗ, ଟାଟା ମୋଟର୍ସ ବେସରକାରୀ ଉଦ୍ୟୋଗ। ତାପରେ ଆମେ ଦେଖିବା ଲକ୍ଷ୍ୟ କଣ ନା ଦ୍ରୁତ ଅର୍ଥନୈତିକ ବିକାଶ ସହିତ ସାମାଜିକ ନ୍ୟାୟ। ଦ୍ରୁତ ଅର୍ଥନୈତିକ ବିକାଶ ଡେଭଲପମେଣ୍ଟ ହବ ଏବଂ ଲୋକମାନେ ସମାଜରେ ନ୍ୟାୟ ପାଇବେ, ସ୍ୱାସ୍ଥ୍ୟ ପାଇବେ, ଶିକ୍ଷା ପାଇବେ, ସବୁକିଛି, ଏଥିରୁ କିଛି ବଞ୍ଚିତ ହେବେନି। କିନ୍ତୁ ଯୋଉଠି ପୁଞ୍ଜିବାଦୀ ସରକାର ଚାଲିଥାଏ ସେଠି ସାଧାରଣ ଲୋକମାନେ ସାମାଜିକ ନ୍ୟାୟ ପାଇପାରନ୍ତିନି। ସବୁ ତ ପ୍ରାଇଭେଟ କମ୍ପାନୀ ହବ, ଆଉ ସାଧାରଣ ଲୋକଙ୍କୁ କିଏ କଣ ଦବ? ତେଣୁକରି ଏଠି ଦ୍ରୁତ ଅର୍ଥନୀତି ସହିତ ସାମାଜିକ ନ୍ୟାୟ ଥାଏ। ହଉ, ବିକାଶର ଚୁନତି ମାନେ ବିକାଶକୁ କଣ ସବୁ ଚ୍ୟାଲେଞ୍ଜ ଅଛି ହେଲା। ଡେଭଲପମେଣ୍ଟ ଡେଲିମିଆସ ଦେଖ, ବ୍ୟାସଚ୍ୟୁତି, ବନ୍ଧ ଖଣି ପ୍ରକଳ୍ପ ଲୋକ ଘର ହରାନ୍ତି। ଯେତେବେଳେ ଦେଖ ବିକାଶ ହବ, ଗୋଟେ ବନ୍ଧ, ଗୋଟେ ନୂଆ କାରଖାନା ହବ, ଗୋଟେ ନଦୀ ବନ୍ଧ ହବ, ଗୋଟେ ଖଣି ଖନନ ହବ, ସେତେବେଳେ କଣ ହବ, ସାଧାରଣ ଲୋକଙ୍କୁ ସେ ଜାଗାରୁ କଣ କର ଉଚ୍ଛେଦ କରାଯିବ। ଯେମିତି ନର୍ମଦା ବଞ୍ଚାଅ ନଦୀ ଆନ୍ଦୋଳନ, ବାଲିଆପାଳରେ କ୍ଷେପଣାସ୍ତ୍ର, ଏଥିପାଇଁ କଣ ହେଇଛି, ଏଗୁଡା ସବୁ ଅଛି ତମର ସେକେଣ୍ଡ ଇୟରରେ ଅଛି। ଏଥିରେ କଣ ହେଇଛି ନା ସାଧାରଣ ଲୋକଙ୍କୁ ବ୍ୟାସଚ୍ୟୁତ କରାଯାଇଛି ଏବଂ ସେଥିପ୍ରତି କଣ ହେଇଛି ଆନ୍ଦୋଳନ ହେଇଛି। ତାପରେ କଣ ହୁଏ, ପରିବେଶର କ୍ଷତି ହୁଏ। ଯଦି କଳକାରଖାନା ହବ, ଜଙ୍ଗଲ ନଷ୍ଟ ହବ, ପ୍ରଦୂଷଣ ବଢିବ, ଏସବୁ ଜିନିଷ ହବ। ଆଉ ସାଂସ୍କୃତିକ ଅବକ୍ଷୟ ହବ, ଆଦିବାସୀ ସଂସ୍କୃତି ଗୁଡିକ ହ୍ରାସ ପାଏ। କାରଣ ଇଏ ସବୁ କଳକାରଖାନା, ନଦୀ ବନ୍ଧ, ଇଏ ସବୁ ଗୁଡିକ ସାଧାରଣତଃ ଉପାନ୍ତ ଅଞ୍ଚଳ କରାଯାଏ, ଯୋଉଟା କି ସାଧାରଣତଃ ଆଦିବାସୀ ସମ୍ପ୍ରଦାୟ ଲୋକମାନେ ବାସ କରନ୍ତି। ସେମାନେ କଣ ହେବେ, ବାସଚ୍ୟୁତ ହେବେ, ସେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବେ, ଯାହାଫଳରେ ତାଙ୍କ ସଂସ୍କୃତିର ନଷ୍ଟ ହେଇଯିବ। ଦେଖ ଓଡିଶାରେ ଏଠି କଣ ହେଇଛି ଏଇଭଳିଆ ନା ଡଙ୍ଗିରିଆ ଆଦିବାସୀଙ୍କ ବିରୋଧରେ ଯୋଗୁ ଆଲମିନା କାରଖାନା ବନ୍ଦ, ଡଙ୍ଗିରିଆ କନ୍ଦ ଏମାନେ ବିରୋଧ କରିବାରୁ କଣ ହେଲା ନା ଆଲମିନା କମ୍ପାନୀ ଯୋଉ ହବା କଥା ତାକୁ ବନ୍ଦ କରିଦିଆହେଲା। ଆଉ ପାଇକମାଳରେ ଗନ୍ଧମାଦନ ବାଲ୍କ ପ୍ରକଳ୍ପକୁ ବିରୋଧ ମଧ୍ୟ କରାହେଇଥିଲା, କାରଣ ଏମାନେ ଯୋଉ ସେ ଜନଜାତି ଅଛନ୍ତି ସେମାନେ ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଆମେ ଦେଖିବା ଏଠି କଣ ନା ବିକାଶ ସହ ପରିବେଶ ସୁରକ୍ଷା, ସାମାଜିକ ନ୍ୟାୟ ଜରୁରୀ ଅଟେ। ହଉ ଠିକ ଅଛି। ତାପରେ ଆମେ ଦେଖିବା ପୋଷଣୀୟ ବିକାଶ, ସଷ୍ଟେନେବଲ ଡେଭଲପମେଣ୍ଟ କଣ ନା ପରବର୍ତ୍ତୀ ପିଢି ମାନଙ୍କ ଆବଶ୍ୟକତା ପୂରଣର ଦକ୍ଷତା ସହ ସାଲିସ ନ କରି ବର୍ତ୍ତମାନ ଆବଶ୍ୟକ ପୂରଣ କରିବାଟାକୁ କଣ କୁହନ୍ତି ନା ସଷ୍ଟେନେବଲ ଡେଭଲପମେଣ୍ଟ ବା ପୋଷଣୀୟ ବିକାଶ। ମାନେ ବର୍ତ୍ତମାନର ଆମେ ବି ଚଳିବା, ଭବିଷ୍ୟତ ଜେନେରେସନ ଲୋକମାନେ ବି ଚଳିବେ, ଇଏ ଥିଲା। ଦେଖ ବିଶ୍ୱ ପରିବେଶ ଓ ବିକାଶ ଆୟୋଗ 1987, ୱାର୍ଲଡ କମିଶନ ଅନ୍ ଏନଭାୟରମେଣ୍ଟାଲ ଆଣ୍ଡ ଡେଭଲପମେଣ୍ଟ, ଇଏ କଣ କରିଥିଲା, ଏଇ ସଷ୍ଟେନେବଲ ଡେଭଲପମେଣ୍ଟର କନସେପ୍ଟ ଦେଇଥିଲା। ୟାର ଅନ୍ୟ ନାମ ହଉଛି ବ୍ଲୁ ଲ୍ୟାଣ୍ଡ ବିବରଣୀ ହେଲା, ବ୍ରୁଟ ଲ୍ୟାଣ୍ଡ ବିବରଣୀ, ଯୋଉଟା କି ଆମ ସାଧାରଣ ଭବିଷ୍ୟତ, ଆମର କମନ ଫ୍ୟୁଚର ନାମରେ ପରିଚିତ। ଠିକ ଅଛି। ଏଥିରେ କଣ ହଉଛି ନା ବିଶେଷ ଭାବେ ଗରିବଙ୍କର ମୌଳିକ ଆବଶ୍ୟକତା ପୂରଣ କରାଯାଏ, ଭବିଷ୍ୟତ ପିଢିଙ୍କର ଆବଶ୍ୟକତା ପୂରଣ ଉପରେ ପ୍ରତିବନ୍ଧକ ରଖାଯାଏ। ତାମାନେ ଭବିଷ୍ୟତ ଲୋକ କିପରି ଉପକୃତ ହେବେ, ବର୍ତ୍ତମାନ କଣ କରାଯାଏ, ଯୋଉ ଆମେ ଯୋଉ ବ୍ୟବହାର କରୁଛୁ ତାପରେ ପ୍ରତିବନ୍ଧକ ଲଗାଯିବ। ଶୋଷଣ ବିକାଶ କେତେ ଉଦାହରଣ ଦେଖିବା। ଦେଖ ଅନେକର ଗୋଟେ ସମସ୍ୟା ଅଛି, ଗରିବ ଲୋକଟି ପିଇବା ପାଇଁ ପରିଷ୍କାର ପାଣି ନାହିଁ। ତ ଏଠି କଣ ହବ, ତ କୁଆଡେ ମାନେ ପରିଷ୍କାର ପାଣି ଆଣିବ, ସେଇଟା ତାର ଗୋଟେ ଅସୁବିଧା। ତେଣୁ ନିକଟରେ ଥିବା ଦୂଷିତ ପାଣି ପିଇବ ଏବଂ କଣ କରିବ ନା କାଠ ଜାଳି କଣ କରିବ, ପାଣି ପିଇପାରିବ। ଯାହା ଫଳରେ କି କଣ ହେଲା, ଗୋଟେ କଣ ହେଲା ନା ନଷ୍ଟ, ଜଙ୍ଗଲ ନଷ୍ଟ ହେଲା। ପ୍ରଥମେ ତ ତାଙ୍କର ପାଣି ନଥିଲା, ଏଟା ଅସୁବିଧା ଥିଲା। ସେ ଯେତେବେଳେ ଦୂଷିତ ପାଣି ପିଇଲା ସିଏ ବି ଅସୁବିଧା ହେଲା।
ଯେତେବେଳେ ସିଏ ଦୂଷିତ ପାଣିକି ଆଣିକି କଣ କରିବ ଫୁଟେଇକି ତାକୁ ବିଶୁଦ୍ଧ କରିବ, ସେଥିରେ ବି ଜଙ୍ଗଲ ପରିବେଶ ନଷ୍ଟ ହେଲା। ତେଣୁ ଏଇଠି କଣ କୋଉ ପରିଭାବେ ଆମେ ତାକୁ ସମାଧାନ କରିବା? ନା ସମାଧାନ ହଉଛି ସ୍ଥାନୀୟ ସ୍ତରରେ ପାଣି ଶୁଦ୍ଧିକରଣ ଯନ୍ତ୍ର ଟେକ୍ନୋଲୋଜି ବ୍ୟବସ୍ଥା କରିବା, ଯାହାଫଳରେ ଜଙ୍ଗଲ ନଷ୍ଟ ନ କରି ଭବିଷ୍ୟତ ପିଢି ପାଇଁ ପାଣି ସଂସ୍ଥାନ। ଅର୍ଥାତ୍ ଏଠି କଣ କରାଯିବ ନା ୱାଟର ଫିଲ୍ଟର କରାଯିବ, ଟେକ୍ନୋଲୋଜି ବ୍ୟବହାର କରାଯିବ, ଯାହାଫଳରେ କି ନା ତାକୁ ଆଉ ଦୂଷିତ ପାଣି ପିଇବାର ଭୟ ଥିବ, ନା ତାକୁ ଫୁଟେଇ ଜଙ୍ଗଲ ନଷ୍ଟ କରିବାର ଭୟ ଥିବ। ଦେଖିବ ଏଇ ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ ଭିତରେ ତିନିଟା ଜିନିଷ ରହୁଛି, ଅର୍ଥନୈତିକ ବିକାଶ ରହୁଛି, ସାମାଜିକ ସମାନତା ରହୁଛି ଏବଂ ପରିବେଶ ସୁରକ୍ଷା। ତିନିଟା କନସେପ୍ଟ ରହୁଛି ଏଇ ପୋଷଣୀୟ ବିକାଶ ବା ତମର କଣ ସଷ୍ଟେନେବଲ ଡେଭଲପମେଣ୍ଟ ଭିତରେ। ହଉ, ଏଇ ପୋଷଣୀୟ ବିକାଶ ତିନିଟା ସ୍ତମ୍ଭ ରହୁଛି ହେଲା। ଏ ତିନିଟା ସ୍ତମ୍ଭ ଯୋଉଟା କି ମୁଁ ତମକୁ କହିଦେଲି, ପିକ୍ଚରଟା ଉପରକୁ ଉଠିଯାଇଛି। ହଉ ଠିକ ଅଛି। ତାପରେ ଦେଖିବା ପରୀକ୍ଷା ପାଇଁ କେତେ ଗୁରୁତ୍ୱ ଇମ୍ପୋର୍ଟାଣ୍ଟ କଥା। ଶୋଷଣୀୟ ଶବ୍ଦର ଅର୍ଥ କଣ? ନା ଦୀର୍ଘ କାଳ ଭାବରେ ଚାଲୁ ରହିଥିବା ଯୋଗ୍ୟ। ତ ଅର୍ଥ ଯେକୌଣସି ସମ୍ପଦ ବା ଯାହା କିଛି ସେ ଯେମିତି ଦୀର୍ଘ କାଳ ପର୍ଯ୍ୟନ୍ତ କଣ କରିବ ନା ସରିବ ନାହିଁ, ଚାଲୁ ରହିବ। ତାପରେ ଦେଖ ବ୍ରୁଣ୍ଡଟଲାଣ୍ଡ ବିବରଣୀ, ଯୋଉଟା କି ପ୍ରଥମ ଆଧିକାରିକ ସଂଜ୍ଞା ପ୍ରଦାନ କରାଯାଇଥିଲା ଏଇ ତମର କଣ ପୋଷଣୀୟ ବିକାଶ ଉପରେ, ଯୋଉଟା କି 1988 ମସିହାରେ ପ୍ରକାଶ କରାଯାଇଥିଲା। ୟାର ତିନିଟା ଉପାଦାନ କଣ ଥିଲା? ଅର୍ଥନୈତିକ, ସାମାଜିକ ଓ ପରିବେଶ। ଉଦାହରଣ ଦେଖିବା, ସୌରଶକ୍ତି ବ୍ୟବହାର କରିବା, ବର୍ଷା ପାଣି ସଂରକ୍ଷଣ କରିବା, ଜୈବ ଚାଷ କରିବା। ୟା ଦ୍ଵାରା କଣ ହବ ନା ଆମର କିସ ହବ, ସବୁ ଯେହେତୁ ସମ୍ପଦ ଗୁଡିକ ଏଇ ସଂରକ୍ଷିତ ହୋଇ ରହିବ। କାରଣ ଏଇ ଯୋଉ ବର୍ଷା ପାଣିଟା, ଜୈବିକ ଚାଷ, ସୌରଶକ୍ତି, ଇଏ ଯେତେ ବ୍ୟବହାର କଲେ ବି ଇଏ କଣ ହୁଏ ନା ପୁନର୍ଚକ୍ରକରଣ ପ୍ରକ୍ରିୟାରେ ମାନେ ପୁନର୍ବାର ସୃଷ୍ଟି ହେଇଥାଇପାରେ। ସୌରଶକ୍ତି ତ କେବେ ସରିବନି, ବର୍ଷା ପାଣି ତ ଏ ବର୍ଷ ସରିଗଲେ ଫେର ଆର ବର୍ଷ ନୂତନ ଭାବେ ଆସିଯିବ। ଜୈବିକ ଚାଷ ତ ଏଥିରେ ପ୍ରକୃତିର କିଛି କ୍ଷତି ନାହିଁ। ହଉ, ଏଥିରେ ଆମେ ପୁରା ମୂଳରୁ ଦେଖିବା କେତେଟା କଥା ଦେଖିବା। ହଉ ଠିକ ଅଛି, ଆମେ ଦେଖିବା ପ୍ରଥମେ ପୁଞ୍ଜିବାଦ ଗୋଟେ ଦେଖିବା। ଏଇ ବିଷୟ ଭିତରେ ପଢିଲେ ଟିକେ ଆମେ କଣ କରିବା, ରିଭିଜନ କରିଦବା, କୁଇକ ରିଭିଜନ। ବେସରକାରୀ ମାଲିକାନା, ମୁକ୍ତ ବଜାର, ଲେଜେସ୍ପେର ଇକୋନୋମି, ଏଇ ତିନିଟା ଜିନିଷ ୟାଦେହରେ ଅଛି। ସମାଜବାଦ ଭିତରେ ଦେଖିବା ରାଷ୍ଟ୍ରୀୟ ମାଲିକାନା, ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଏ। ମାର୍କ୍ସବାଦରେ ଦେଖିବା ଶ୍ରେଣୀ ସଂଘର୍ଷ ହୁଏ, ଶ୍ରେଣୀ ସଂଘର୍ଷ ବିପ୍ଳବ, ବିପ୍ଳବରୁ ଶ୍ରେଣୀ ବିହୀନ ସମାଜ। ଗଣତାନ୍ତ୍ରିକ ସମାଜବାଦରେ ଦେଖିବା ସାମ୍ବିଧାନିକ ପଥ ରେ କଣ କରାଯାଏ ନା ପରିବର୍ତ୍ତନ କରାଯାଏ। ୟାର ଯୋଉଟା କି ନେହେରୁଙ୍କର ଦର୍ଶନ ଦ୍ଵାରା ଏଟା ହଉଛି କନସେପ୍ଟ, ନେହେରୁଙ୍କର କନସେପ୍ଟ ହେଲା। ତାପରେ ମିଶ୍ର ଅର୍ଥନୀତି, ଏଠି ଭାରତୀୟ ନମୁନା, ସରକାରୀ ସହିତ ବେସରକାରୀ କ୍ଷେତ୍ରର ସଂଯୋଗୀକରଣ। ଯୋଜନା ଆୟୋଗ, ପଞ୍ଚବାର୍ଷିକ ଯୋଜନା, ବର୍ତ୍ତମାନ ନୀତି ଆୟୋଗ। ଆଗରୁ ପଞ୍ଚବାର୍ଷିକ ଯୋଜନା ଥିଲା, ବର୍ତ୍ତମାନ ଏଟା ନୀତି ଆୟୋଗ ପରିଣତ ହେଇଛି। ହଉ, ବିକାଶର ପାର୍ଶ୍ବ ପ୍ରଭାବ ଦେଖିବା। କଣ ହୁଏ ନା ବାସଚ୍ୟୁତ କରାଯାଏ ଲୋକମାନଙ୍କୁ। ନଦୀ ବନ୍ଧ ବା ଡ୍ୟାମ ବା କାରଖାନା ହେଲେ କଣ ହବ, ସେ ଅଞ୍ଚଳ ଥିବା ଲୋକମାନଙ୍କୁ ସେ ଏରିଆ ତାଙ୍କୁ କଣ କରାଯାଏ ନା ବାସଚ୍ୟୁତ କରାଯାଏ, ବିସ୍ଥାପନ କରାଯାଏ। ତାପରେ ଦେଖିବା ଯାହା ଦ୍ଵାରା କଣ ହୁଏ, ପରିବେଶ କ୍ଷତି ହୁଏ। ଆଉ ପୋଷଣ ବିକାଶ ଯୋଉଟା, ଏଇ କନସେପ୍ଟ ଅଛି 1987 ମସିହା ବ୍ରୁଣ୍ଡଟଲାଣ୍ଡ ବିବରଣୀ ରୁ, ଏବଂ ୟାର ଲକ୍ଷ୍ୟ ହଉଛି ଭବିଷ୍ୟତ ପିଢି ମାନଙ୍କ ପାଇଁ କଣ କରିବା, ସମ୍ବଳକୁ ସୁରକ୍ଷିତ ରଖିବା। ୟାର ତିନୋଟି ସ୍ତମ୍ଭ ରହୁଛି। ତିନୋଟି ସ୍ତମ୍ଭ କଣ? ଅର୍ଥନୈତିକ, ସାମାଜିକ, ପରିବେଶ ସୁରକ୍ଷା। ଆଉ ଓଡିଶାର ଆମର ଯୋଉ ଦେଖିବା ଡଙ୍ଗରିଆ ଆଦିବାସୀଙ୍କର ବିରୋଧ, ଆଲମିନା କାରଖାନା ବିରୋଧ ବା ବାଲିଆପାଳର କ୍ଷେପଣାସ୍ତ୍ର ବିରୋଧ, ଏଇ ସବୁ ଜିନିଷ ଆସୁଛି। ହଉ, ନିମୋନିକ୍ସ ଆମେ ଦେଖିବା, ମନେ ରଖିବାର ସୂତ୍ର କଣ ନା ପୁଞ୍ଜିବାଦ, ପୁଞ୍ଜି ଅର୍ଥ ଟଙ୍କା, ଆଉ ଏଠି କଣ ନା ବେସରକାରୀ ମାଲିକାନା। ତ ପୁଞ୍ଜି ସହିତ ରିଲେଟେଡ ହଉଛି କଣ, ଏଇ ବେସରକାରୀ ମାଲିକାନା। ଏଇଟା ମନେ ରଖିବା, ପୁଞ୍ଜିବାଦ କାହାକୁ କୁହାଯାଏ। ଏଠି ପୁଞ୍ଜିପତି ମାନଙ୍କର ଚାଲିବ ଏବଂ ସରକାରର ମାଲିକାନା ରହିବ, ବେସରକାରୀ ମାଲିକାନା ରହିବ। ସମାଜବାଦ କଣ ନା ସମାଜବାଦରେ ସମାଜ ମାନେ ସମସ୍ତଙ୍କ କଲ୍ୟାଣ ହବ, ରାଷ୍ଟ୍ରର ମାଲିକାନା ରହିବ। ଆଉ ମିଶ୍ର କଣ ନା ଏଇ ଦିଟା ମିଶିବ। ଆଉ କଣ ମିଶ୍ରଣ ମାନେ ମିଶା, କଣ ପୁଞ୍ଜିବାଦ ସହିତ ସମାଜବାଦ। ହଉ ଠିକ ଅଛି ପିଲାମାନେ, ଭିଡିଓଟି କେମିତି ଲାଗିଲା ମତାମତ ଦବ, ଆଉ ସାଙ୍ଗମାନଙ୍କ ସହିତ ଟିକେ ସେୟାର କରିନବ। ଆଉ ଏଥିରେ ସବସ୍କ୍ରାଇବ କରିନବ। ଏଥିରେ କ୍ଲାସ ର ଯୋଉ ନୋଟ୍ସ ଗୁଡିକ ଅଛି, ସେ ନୋଟ୍ସ ଗୁଡିକ ଏମିତି ଭିଡିଓ ମାଧ୍ୟମରେ ମୁଁ ଅପଲୋଡ କରିଦେବି, ତାକୁ ସବୁ କଣ କରିବ ଭବିଷ୍ୟତରେ ଦେଖିଦବ। ଏବଂ ଏଠି ଗୋଟେ ନୋଟ କରି ରଖିବ, ଯାହା ଫଳରେ କି ତମର ପରୀକ୍ଷା ସମୟରେ ବହୁତ କାମରେ ଆସିବ। ଏବଂ ବିଶେଷ କରି ଏଗୁଡିକ
ସର୍ଟ କ୍ୱେଶ୍ଚନକୁ ବହୁତ ବିଟ୍ କରିବ। ହଉ ଠିକ୍ ଅଛି, ରହିଲି।